ସାଙ୍ଗମାନେ ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଆଜି ସୁଗନ୍ଧା ଚିକିକୁ ସବୁଦିନ ପାଇଁ ଘରୁ ବାହାର କରିଦେଉଛନ୍ତି। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ରାମ ଚିକିକୁ ମନର କଥା କହିବାକୁ ଯାଉଥିବେ, କିନ୍ତୁ ଏତେବେଳେ ଚିକି କହିବ ଯେ ଇଂଲିଶ ମିଡ଼ିୟମ୍ ତମେ କିଛି କହିବାକୁ ମୋତେ ଚାହୁଁଛ, ମୁଁ ତମକୁ ମାନେ ତମେ ମୋତେ କ'ଣ ସେଇଟା କୁହ ନା, ତମେ ଏମିତି ମଝିରେ କାହିଁକି ଅଟକି ଯାଉଛ। ଆଉ ଏତେବେଳେ ରାମ ଭାବିବେ ଚିକି ମୁଁ ତମକୁ ବହୁତ ଭଲ ପାଉଛି, ଆଉ ମୁଁ ତମକୁ ମୋ ମନର କଥା କହିବାକୁ ଚାହୁଁଛି, ତମେ କ'ଣ ମୋ ମନର ଭଲ ପାଇବାକୁ ବୁଝିପାରିବ। ଯଦି ତମେ ମୋତେ ଭଲ ପାଉନି ବୋଲି ନାଇଁ କରିଦେବ, ମୋ ଉପରେ ମଜାକ ଉଡ଼ିବ, ତାହେଲେ ତାହା ମୁଁ ଜମା ବି ସହିପାରିବିନି। ତେଣୁକରି ଆଜିର ମନର କଥାକୁ ମୁଁ ତମ ଆଗରେ କେବେ ବି କହିବିନି। ଆଉ ଯେତେବେଳେ ଚିକି କହିବ ଯେ ରାମ ତମେ କିଛି କହିବାକୁ ଚାହୁଁଛ, ଆଉ ଯେତେବେଳେ ରାମ କହିବ ଯେ କ'ଣ ମୁଁ ତମକୁ ଭଲ ଲାଗେ, ତମେ କ'ଣ ସାରା ଜୀବନ ମୋର ଏଇ ଗୁଣକୁ ସହି ଆସିବ, ତମେ କ'ଣ ମୋ ସହିତ ଫ୍ରେଣ୍ଡସିପ୍ ହବ। ଆଉ ଯେତେବେଳେ ଚିକି କୁହନ୍ତି ଯେ ଓହୋ ତମେ ମୋ ସହିତ ଫ୍ରେଣ୍ଡସିପ୍ କରିବାକୁ ଚାହୁଁଛ, ମୁଁ ତ ଆଉ କିଛି ଭାବି ନେଇଥିଲି, ତମେ ବି ନା। ଆଜିର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ସୁଗନ୍ଧା ଯେତେବେଳେ ଚିକି ଆଉ ରାମଙ୍କ ରୁମ୍ ଦେଇ ଯାଉଥିବା ଏ ସମୟରେ ସେ ପେପରଟି ମାନେ ରାମ ଆଉ ଚିକିଙ୍କ କଣ୍ଟେଣ୍ଟ ମ୍ୟାରେଜ ପେପରଟି ସୁଗନ୍ଧାଙ୍କ ସାମ୍ନାକୁ ଆସିଯାଏ। ଆଉ ସୁଗନ୍ଧା ଯେତେବେଳେ ସେ କଣ୍ଟେଣ୍ଟ ମ୍ୟାରେଜ ପେପରଟି ପଢ଼ି ନେଉଛନ୍ତି, ସେତେବେଳେ ସେ ଜାଣି ନେଉଛନ୍ତି ଯେ ରାମ ଆଉ ଚିକି କେବଳ କଣ୍ଟେଣ୍ଟ ମ୍ୟାରେଜ କରିଛନ୍ତି। ଆଉ ଏତେବେଳେ ସୁଗନ୍ଧାକୁ ସହି ନପାରି ତାଙ୍କୁ ହଠାତ୍ ଚକ୍କର ଆସିବ, ଆଉ ସେ ଚକ୍କର ଆସିବା ଭିତରେ ସେ ତଳେ ପଡ଼ି ତାଙ୍କ ମୁଣ୍ଡକୁ ଆଘାତ ହେଇଯାଉଛି। ଆଉ ଯେତେବେଳେ ରାମ ଆଉ ଚିକି ସେଠାରେ ପହଞ୍ଚି ଯାଉଛନ୍ତି, ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି ସୁଗନ୍ଧା ଜାଣିଲା ପରେ କ'ଣ ଚିକିକୁ ସବୁଦିନ ପାଇଁ ଘରୁ ବାହାର କରିଦେବ? ଯଦି ହଁ ତାହେଲେ ଆମକୁ ୟେସ୍ ବୋଲି କମେଣ୍ଟ କରି ଲେଖି ଜଣାନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।